नमस्कार जय जगन्नाथ शुभ सकाळ आज हूँ एप्रिल 30 तारिख गुरुवार आसतु आज गुरुत्वपूर्ण खबर देखा आपणक भल पाइबा स्वरूप गोटे गोटे लाइक निश्चय करदेवे आज प्रथम खबर 6टी राज्य में इंडोर एकाडेमी उद्घाटन कले प्रधानमंत्री नरेंद्र मोदी 6टी उत्तर पूर्व राज्य में इंडोर क्रिकेट एकाडेमी एक नेटवर्क को भर्चुआल भाव में उद्घाटन करिसेंती जहाँ এই ଅଞ୍ଚଳର କ୍ରୀଡ଼ା ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରର ବିକାଶକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଗ୍ୟାଙ୍ଗଟକ୍ରୁ ଏହି ସୁବିଧାଗୁଡ଼ିକର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ମଣିପୁର ଅରୁଣାଚଳ ପ୍ରଦେଶ ସିକିମ୍ ମେଘାଳୟ ମିଜୋରାମ ଏବଂ ନାଗାଲାଣ୍ଡରେ ଅତ୍ୟାଧୁନିକ ଇଣ୍ଡୋର ଏକାଡେମୀର ଉଦ୍ଘାଟନ କରିଥିଲେ। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ବିସିସିଆଇ ଦ୍ୱାରା ସମର୍ଥିତ ଏହି ପ୍ରକଳ୍ପ ଗୁଡ଼ିକ ଏହି ଅଞ୍ଚଳର ଦୀର୍ଘ ମୌସୁମୀ ଋତୁ ସତ୍ତ୍ୱେ ନିରବିଚ୍ଛିନ୍ନ ତାଲିମ ସୁବିଧା ପ୍ରଦାନ କରିବା ଲକ୍ଷ୍ୟ ରଖିଛି। ପରବର୍ତ୍ତୀ ଖବର କେନ୍ଦୁଝରରେ ଇ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦୁଝର ଜିଲ୍ଲାର ସାମଗ୍ରିକ ବିକାଶ ଓ ଗମନାଗମନ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରଠାରେ ଏକାଧିକ ମହତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆୟୋଜିତ ବିକାଶ ସମାବେଶରେ ଜିଲ୍ଲାର ସାମଗ୍ରିକ ପ୍ରଗତି ପାଇଁ ମୁଖ୍ୟମନ୍ତ୍ରୀଙ୍କ କର କମଳରେ ପ୍ରାୟ 1330 କୋଟି 24 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମୋଟ 187ଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ ଓ ନୂତନ ଘୋଷଣା କରାଯାଇଛି। ଜିଲ୍ଲାବାସୀଙ୍କୁ ସ୍ମାର୍ଟ ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଯୋଗାଇ ଦେବା ପାଇଁ 25ଟି ଅତ୍ୟାଧୁନିକ ଇ ବସ୍ ସହିତ 17 କୋଟି ଟଙ୍କା ବ୍ୟୟରେ ନିର୍ମିତ ଆମ ବସ୍ ଡିପୋର ଲୋକାର୍ପଣ କରାଯାଇଛି। ପରବର୍ତ୍ତୀ ଖବର ବିଧାନସଭା ଜଗିବେ 70 ପ୍ଲାଟୁନ ପୋଲିସ ଫୋର୍ସ। ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ଆଲୋଚନା ପାଇଁ ବସିବ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଆଉ ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଧାନସଭା ଜଗିବେ 70 ପ୍ଲାଟୁନ ପୋଲିସ ଫୋର୍ସ। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା। 70 ପ୍ଲାଟୁନ ଫୋର୍ସ ହେବେ ମୃତୟନ। ଏସଟିୟୁ ଡଗ୍ ସ୍କ୍ୱାଡ୍ ବମ୍ ସ୍କ୍ୱାଡ୍ ସହିତ ଅଗ୍ନିଶମ ବିଭାଗକୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଲୋୟର ପିଏମଜିରେ 144 ଧାରା ଜାରି କରାଯିବ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର ଓଟିପି ବିନା ଏଲପିଜି ସିଲିଣ୍ଡର ଡେଲିଭରି ନାହିଁ। ମେ ମାସର ପହିଲା ଆସିବା ସହିତ ଭାରତର ଏଲପିଜି ସିଲିଣ୍ଡର ବୁକିଂ ଏବଂ ବିତରଣ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ ହେବାର ଆଶା କରାଯାଉଛି ଯାହା ଦେଶର ଲକ୍ଷ ଲକ୍ଷ ପରିବାରକୁ ପ୍ରଭାବିତ କରିବ। ଭାରତର 3ଟି ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ୍ ଅଏଲ କର୍ପୋରେସନ ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ସବସିଡି ଯୁକ୍ତ ଗ୍ୟାସର ମହଜୁଦ କଳାବଜାରୀ ଏବଂ ଅବୈଧ ପ୍ରବର୍ତ୍ତନକୁ ରୋକିବା ପାଇଁ ନୂତନ ନିୟମକୁ ଚୂଡ଼ାନ୍ତ କରୁଛନ୍ତି। ସହରାଞ୍ଚଳରେ ଏଲପିଜି ବୁକିଂ ମଧ୍ୟରେ ବ୍ୟବଧାନ 21ରୁ 25 ଦିନ ଏବଂ ଗ୍ରାମାଞ୍ଚଳରେ 45 ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପରବର୍ତ୍ତୀ ଖବର ଓଡ଼ିଶାର 6 ସହରରେ ସ୍ଥାପନ ହେବ 190 ଇଭି ଚାର୍ଜିଂ ଷ୍ଟେସନ। ପିଏମଇ ଡ୍ରାଇଭ ଯୋଜନା ଅଧୀନରେ ଓଡ଼ିଶାର 6ଟି ସହରରେ 190ଟି ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ ହେବ। 6ଟି ପ୍ରମୁଖ ସହର ଅନୁଗୁଳ ବାଲେଶ୍ୱର ଭୁବନେଶ୍ୱର କଟକ କଳିଙ୍ଗନଗର ଏବଂ ପୁରୀ। ଜାତୀୟ ରାଜପଥ ଆଞ୍ଚଳିକ ସ୍ଥାନକୁ ଗୁରୁତ୍ୱ ଦିଆଯିବ। ଥରେ ଷ୍ଟେସନ ହୋଇଗଲେ ରାଜ୍ୟ ପରିବହନ ପ୍ରାଧିକରଣ ବିଭାଗ ଷ୍ଟେସନଗୁଡ଼ିକ ନିଜେ ପରିଚାଳନା କରିପାରିବେ କିମ୍ବା ନୋଡାଲ ଅପରେଟରକୁ ହ୍ୟାଣ୍ଡ ଓଭର କରିପାରନ୍ତି। ଏହି ଯୋଜନା ପାଇଁ ମୋଟ 10,900 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରଦୂଷଣ କମିବା ସହ ଦେଶରେ ବୈଦ୍ୟୁତିକ ଯାନର ବ୍ୟବହାର ବଢ଼ାଇବା ପାଇଁ ଏହି ଭିତ୍ତିଭୂମି ବିକାଶ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ଇ ସିଗାରେଟ ବିବାଦ ବଢିଲା ରିୟାନ ପରାଗଙ୍କ ଅଡୁଆ। 2026 ଆଇପିଏଲ ପଞ୍ଜାବ କିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ପରେ ଅଧିନାୟକ ରିୟାନ ପରାଗଙ୍କ ପାଇଁ ବଢିଛି ଅଡୁଆ। ମ୍ୟାଚ ସମୟରେ ରେକର୍ଡ ହୋଇଥିବା ଡ୍ରେସିଂ ରୁମର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି ଯେଉଁଥିରେ ସେ ଇ ସିଗାରେଟ ଟାଣୁଥିବାର ଦେଖାଯାଉଛି। ରିୟାନ ପରାଗ ପୂର୍ବରୁ ମଧ୍ୟ ଅନେକ ବଡ଼ ବିବାଦରେ ଫସି ରହିଛନ୍ତି। ପରବର୍ତ୍ତୀ ଖବର କାଗଜ ପ୍ୟାକେଟରେ ଆସିବ ଗୁଟଖା। ଏବେ କାଗଜ କିମ୍ବା ପେପର ବୋର୍ଡ ପ୍ୟାକ୍ ହୋଇ ଆସିବ ଗୁଟଖା ଓ ପାନ ମସଲା। ଭାରତରେ ପାନ ମସଲା ପ୍ୟାକେଜିଂ ଏବେ ପ୍ଲାଷ୍ଟିକ ବଦଳରେ ପରିବେଶ ଅନୁକୂଳ ସାମଗ୍ରୀରେ କରାଯିବ। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ FSSAI ସ୍ପଷ୍ଟ କରିଛି ଯେ ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରିବା ପାଇଁ କାଗଜ ପେପର ବୋର୍ଡ ସେଲୁଲୋଜ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିକଳ୍ପକୁ ପ୍ରୋତ୍ସାହିତ କରାଯିବ। ପାନ ମସଲା ଗୁଟକା ଏବଂ ତମାଖୁ ଉତ୍ପାଦର ପ୍ୟାକେଜିଂରେ ପ୍ଲାଷ୍ଟିକ ବ୍ୟବହାରକୁ ଏଡ଼ାଇ ଦିଆଯିବ। ପରିବେଶ ଅନୁକୂଳ ବିକଳ୍ପ ଗ୍ରହଣ କରାଯିବ। ପରବର୍ତ୍ତୀ ଖବର ଡ୍ରେନ୍ ପାଣିକୁ କରାଯିବ ବିଶୋଧନ ଜଳ ସଙ୍କଟକୁ ଦୃଷ୍ଟି ରଖି ବଡ଼ ନିଷ୍ପତ୍ତି। କାମରେ ଲାଗିବ ନର୍ଦ୍ଦମା ଜଳ। ନଷ୍ଟ ହେବନି ଡ୍ରେନ୍ ପାଣି ଦୂଷିତ ଜଳକୁ କରାଯିବ ବିଶୋଧନ। ପୁନଃ ବ୍ୟବହାର ହେବ ଡ୍ରେନ୍ ୱାଟର। ଜଳ ସଙ୍କଟକୁ ଦୃଷ୍ଟି ରଖି ନଗର ଉନ୍ନୟନ ବିଭାଗର ବଡ଼ ପଦକ୍ଷେପ। ନାଳ ନର୍ଦ୍ଦମାରେ ବୋହି ଯାଉଥିବା ଦୂଷିତ ଜଳକୁ ବିଶୋଧନ କରାଯାଇ ପୁନଃ ବ୍ୟବହାର ଯୋଗ୍ୟ କରାଯିବ। ଏହି ପାଣିକୁ କୃଷି ଅଗ୍ନିଶମ ଓ ଶିଳ୍ପ କ୍ଷେତ୍ରରେ କରାଯିବ ବ୍ୟବହାର। ପରବର୍ତ୍ତୀ ଖବର ଚନ୍ଦନ ଯାତ୍ରାରେ ବିବାଦ ପ୍ରସଙ୍ଗ ରିପୋର୍ଟ ଆସିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଚନ୍ଦନ ଯାତ୍ରା ବିବାଦ ପ୍ରସଙ୍ଗ ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଛି। ଶ୍ରୀମନ୍ଦିର କମାଣ୍ଡରକୁ ଏନେଇ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। ପ୍ରବଳ ପବନ ଯୋଗୁଁ ଦିନ ଚାପ ଅସମ୍ଭବ ଥିଲା।
ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରାତିଚାପ ହୋଇପାରିନଥିଲା। ଏବେ ବିବାଦ ନେଇ ବୈଠକ ବସିଥିଲା। ପରବର୍ତ୍ତୀ ଖବର ଗଙ୍ଗା ଏକ୍ସପ୍ରେସୱେ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ୟୁପି ବିକାଶର ଲାଇଫ ଲାଇନ। ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର 594 କିଲୋମିଟର ଦୀର୍ଘ ଗଙ୍ଗା ଏକ୍ସପ୍ରେସ ୱେର ଉଦ୍ଘାଟନ କରିଛନ୍ତି। ପ୍ରାୟ 36,230 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଗଙ୍ଗା ଏକ୍ସପ୍ରେସ ୱେ ହେଉଛି ଉତ୍ତରପ୍ରଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସ ୱେ ଏବଂ ଭାରତର ସବୁଠାରୁ ବଡ଼ ଗ୍ରୀନଫିଲ୍ଡ ରାସ୍ତା ପ୍ରକଳ୍ପ ମଧ୍ୟରୁ ଗୋଟିଏ। ଏହି 6 ଲେନ୍ ବିଶିଷ୍ଟ ରାସ୍ତା 8 ଲେନ୍ ସମ୍ପ୍ରସାରିତ ହୋଇପାରୁଥିବା ବେଳେ ମିରଟରୁ ପ୍ରୟାଗରାଜ ମଧ୍ୟରେ 12ଟି ଜିଲ୍ଲା ସହିତ ସଂଯୋଗ କରିଥାଏ। ପରବର୍ତ୍ତୀ ଖବର ଇରାନକୁ ଟ୍ରମ୍ପ ଦେଲେ ନୂଆ ଚେତାବନୀ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଇରାନକୁ ନୂଆ ଚେତାବନୀ ଦେଇଛନ୍ତି। ଟ୍ରୁଥ ସୋସିଆଲରେ ଏକ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ଇସଲାମିକ ଗଣରାଜ୍ୟକୁ ଆଉ ମିଷ୍ଟର ନାଇସ୍ ଗାଏ ପରି ବ୍ୟବହାର କରାଯିବ ନାହିଁ। ଇରାନ ତାର କାର୍ଯ୍ୟକୁ ଠିକ ସେ କରିପାରୁନାହିଁ। ସେମାନେ ଜାଣନ୍ତି ନାହିଁ କିପରି ଏକ ଅଣ ପରମାଣୁ ଚୁକ୍ତି ସ୍ୱାକ୍ଷର କରିବେ। ସେମାନେ ଶୀଘ୍ର ସ୍ମାର୍ଟ ହୋଇଯାଆନ୍ତୁ ବୋଲି ଟ୍ରମ୍ପ ଲେଖିଛନ୍ତି। ପରବର୍ତ୍ତୀ ଖବର ବଦଳିଲା ପାନ କାର୍ଡ ନିୟମ, ନ ମାନିଲେ ଦେବେ 10,000 ଜରିମାନା। ବଦଳିଲା ପାନ କାର୍ଡର ନିୟମ। ମେ ମାସ ଆରମ୍ଭ ହେବା ସହିତ ପାନ କାର୍ଡ ସହିତ ଜଡ଼ିତ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆପଣ ସମୟ ମଧ୍ୟରେ ଆବଶ୍ୟକୀୟ ପଦକ୍ଷେପ ନ ନିଅନ୍ତି ତେବେ ଆପଣଙ୍କର ପାନ କାର୍ଡ ନିଷ୍କ୍ରିୟ ହୋଇପାରେ, ଯାହା ଫଳରେ ଆପଣଙ୍କର ବ୍ୟାଙ୍କିଂ ଏବଂ ଆର୍ଥିକ କାର୍ଯ୍ୟକଳାପ ଠପ୍ ହୋଇପାରେ। ମେ 1 ଠାରୁ ପାନ କାର୍ଡ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆପଣଙ୍କର ଆଧାର ଲିଙ୍କ ହୋଇନାହିଁ ତେବେ ଆପଣଙ୍କର କାର୍ଡର କୌଣସି ମୂଲ୍ୟ ନାହିଁ। ବର୍ଦ୍ଧିତ ଟିଡିଏସ୍ ର ଦ୍ୱିଗୁଣିତ ପ୍ରଭାବ ସହିତ 10,000 ପର୍ଯ୍ୟନ୍ତ ଜରିମାନାରୁ ରକ୍ଷା ପାଇବା ପାଇଁ ତୁରନ୍ତ ଏହି କାମ କରିବାକୁ ପଡ଼ିବ। ପରବର୍ତ୍ତୀ ଖବର ଗୁରୁଙ୍କ ଗୁରୁକୁଳ ଉଦ୍ଘାଟନ କଲେ କୋହଲି। ଭାରତୀୟ ବ୍ୟାଟିଂ ମହାରଥୀ ବିରାଟ କୋହଲିଙ୍କ ପିଲାଦିନର ପ୍ରଶିକ୍ଷକ ରାଜକୁମାର ଶର୍ମା ଏକ କ୍ରିକେଟ ଏକାଡେମୀ ପ୍ରତିଷ୍ଠା କରିଛନ୍ତି। କ୍ରିକେଟ ଗୁରୁ ରାଜକୁମାରଙ୍କ ଅନୁରୋଧରେ କୋହଲି ମଙ୍ଗଳବାର ଏହି ଏକାଡେମୀକୁ ଉଦ୍ଘାଟନ କରିଛନ୍ତି। ଦିଲ୍ଲୀରେ ରାଜକୁମାରଙ୍କର ବେଷ୍ଟ ଦିଲ୍ଲୀ କ୍ରିକେଟ ଏକାଡେମୀ ରହିଛି। ଏହାର ଏକ ଶାଖା ଡିପିଏସ୍ ଆରକେ ପୁରମରେ ପ୍ରତିଷ୍ଠା କରିଛନ୍ତି ରାଜକୁମାର। ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଆରସିବି ମ୍ୟାଚ୍ ଥିବାରୁ କୋହଲି ଦିଲ୍ଲୀରେ ଥିଲେ। ପିଲାଦିନର କ୍ରିକେଟ ଗୁରୁ ରାଜକୁମାରଙ୍କ ଅନୁରୋଧରେ କୋହଲି ଏହି ଶାଖାକୁ ଉଦ୍ଘାଟନ କରିଥିଲେ। ପରବର୍ତ୍ତୀ ଖବର କଂଗ୍ରେସକୁ ଲାଗିଲା ବଡ଼ ଝଟକା। ଆସାମରେ ପୁଣି ପଦ୍ମ ଫୁଟିବା ନେଇ ସବୁ ଏକ୍ଜିଟ୍ ପୋଲର ଆକଳନ। ଆସାମ ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ ଶେଷ ହେବା ପରେ ଏବେ ସମସ୍ତଙ୍କ ନଜର ଆସନ୍ତା ମେ 4 ତାରିଖ ଫଳାଫଳ ଉପରେ ରହିଛି। ତେବେ ଫଳାଫଳ ଆସିବା ପୂର୍ବରୁ ସାମ୍ନାକୁ ଆସିଥିବା ଏକ୍ଜିଟ୍ ପୋଲ ବା ବୁଥ ବାହୁଡା ମତ ରାଜ୍ୟର ରାଜନୈତିକ ଚିତ୍ରକୁ ଏକ ପ୍ରକାର ସ୍ପଷ୍ଟ କରିଦେଇଛି। ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ଆସାମରେ ପୁଣି ଥରେ ହିମନ୍ତ ବିଶ୍ବ ଶର୍ମାଙ୍କ ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ ଏନଡିଏ ସରକାର ଗଠନ କରିବାକୁ ଯାଉଛି। ଏକ୍ଜିଟ୍ ପୋଲର ଆକଳନ କହୁଛି ଶାସକ ବିଜେପି ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଭାରି ବହୁମତ ସହ କ୍ଷମତାକୁ ଫେରିବେ। ପରବର୍ତ୍ତୀ ଖବର ମିଳିମିଳାର ଘାତକ ଲହରୀର ସାମ୍ନା କରୁଛି ବାଂଲାଦେଶ। ଟିକାକରଣରେ ଚାମ୍ପିୟନ ବାଂଲାଦେଶ ଏବେ ମିଳିମିଳା ମହାମାରୀରେ ଗତି କରୁଛି। ମିଳିମିଳା ପାଇଁ ଦେଶର ରେକର୍ଡ ସଂଖ୍ୟକ ଲୋକଙ୍କ ଜୀବନ ଗଲାଣି। ମିଳିମିଳା ଯୋଗୁଁ ମାର୍ଚ୍ଚ 15ରୁ ଇତିମଧ୍ୟରେ 250 ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏମାନଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ରହିଛନ୍ତି। ସମସ୍ତେ ମିଳିମିଳା ଜନିତ ଲକ୍ଷଣ ଯୋଗୁଁ ଆଖି ବୁଜୁଛନ୍ତି। 1.5 ମାସରୁ 250ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବାଂଲାଦେଶ ଇତିହାସର 2 ଦଶନ୍ଧି ମଧ୍ୟରେ ପ୍ରଥମ। ପରବର୍ତ୍ତୀ ଖବର ଡ୍ରୋନ୍ ଦ୍ୱାରା ପାକିସ୍ତାନରୁ ଆସିଥିବା ଅସ୍ତ୍ରଶସ୍ତ୍ର ଜବତ। ଦେଶର ରାଜଧାନୀରେ ଏକ ପ୍ରମୁଖ ଆତଙ୍କବାଦୀ ଏବଂ ଅପରାଧିକ ନେଟୱାର୍କର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ର ନିର୍ଦ୍ଦେଶକ ଡ୍ରୋନ୍ ମାଧ୍ୟମରେ ଭାରତକୁ ପଠାଯାଉଥିବା ବିପୁଳ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଛି। ଏହି ଅପରେସନରେ ଅନେକ ଚକିତ କଲା ଭଳି ତଥ୍ୟ ପ୍ରକାଶ ପାଇଛି, ଯାହା ଜାତୀୟ ସୁରକ୍ଷା ପ୍ରତି ଏକ ଗମ୍ଭୀର ବିପଦକୁ ଇଙ୍ଗିତ କରୁଛି। ଏହି ଅପରେସନ ସମୟରେ ପୋଲିସ ମୋଟ 23ଟି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ 92ଟି କାର୍ଟିଜ ଜବତ କରିଛି। ପରବର୍ତ୍ତୀ ଖବର ଇଭିଏମ୍ ରେ ଟାମ୍ପରିଂ ଜଣାପଡ଼ିଲେ ସାନି ଭୋଟ ସମ୍ଭାବନା। ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା। ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ ସିଓ ମନୋଜ ଅଗ୍ରୱାଲ ବୁଧବାର କହିଛନ୍ତି ଯେ ଯେଉଁ ସବୁ ମତଦାନ କେନ୍ଦ୍ରମାନଙ୍କରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ଇଭିଏମ୍ ଟାମ୍ପରିଂ ହୋଇଥିବା ଜଣାପଡ଼ିବ ସେଠାରେ ଦ୍ୱିତୀୟବାର ମତଦାନ ଘୋଷଣାର ସମ୍ଭାବନା ରହିଛି। ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଇଭିଏମ୍ ରେ ଟେପ୍ ଅଥବା ସ୍ୟାହି ସହ ଯଦି କୌଣସି ପ୍ରକାର ଅନିୟମିତତାର ଅଭିଯୋଗ ଉପରେ ଜିଲ୍ଲା ନିର୍ବାଚନ ଅଧିକାରୀ ବା ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ରିପୋର୍ଟ ମିଳେ ସେ କ୍ଷେତ୍ରରେ ସାନି ମତଦାନ ଆଦେଶ ଜାରି ହେବ। ପରବର୍ତ୍ତୀ ଖବର ପଶ୍ଚିମବଙ୍ଗରେ ଟିଏମସିକୁ ବଡ଼ ଝଟକା, ବିଜେପିକୁ ବହୁମତ, ମମତାଙ୍କୁ ଝଟକା। ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହାପରେ ସାମ୍ନାକୁ ଆସିଛି ଏକ୍ଜିଟ୍ ପୋଲ ଅର୍ଥାତ୍ ଭୋଟ ବାହୁଡା ମତ। ଅନେକ ଏକ୍ଜିଟ୍ ପୋଲରୁ କେବଳ ଏତିକି ସ୍ପଷ୍ଟ ଯେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ସଂଘର୍ଷ ହେଉଛି। ଲଗାତାର ତୃତୀୟ ଥର ଜିତି ମୁଖ୍ୟମନ୍ତ୍ରୀ ରହିଥିବା ମମତା ବାନାର୍ଜୀଙ୍କ ହାତରୁ
କ୍ଷମତା ଖସୁଥିବା କିଛି ଏକ୍ଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ପଶ୍ଚିମବଙ୍ଗରେ ପ୍ରଥମ ଥର ବିଜେପି ସରକାର ଗଢୁଥିବା ଆକଳନ କରାଯାଇଛି। ମୋଟାମୋଟି ଭାବରେ ଅଧିକାଂଶ ଏକ୍ଜିଟ୍ ପୋଲରେ ବିଜେପି ପ୍ରଥମ ଥର ସରକାର ଗଢୁଥିବା ପୂର୍ବାନୁମାନ କରାଯାଇଛି। ତେବେ ମେ 4ରେ ହିଁ ଫଳାଫଳ ସ୍ପଷ୍ଟ ହେବ। ପଶ୍ଚିମବଙ୍ଗରେ କିଏ ଗଢିବ ସରକାର ସେ ନେଇ ଆକଳନ ହେବ। ପରବର୍ତ୍ତୀ ଖବର ବିଜେଡିର ଅଭିଯୋଗ ଉପରେ ଶୀଘ୍ର ଶୁଣାଣି ପାଇଁ ଇସିଆଇର ନିର୍ଦ୍ଦେଶ। ରାଜ୍ୟସଭା ନିର୍ବାଚନରେ ଦୁଇ ବିଜେପି ବିଧାୟକଙ୍କୁ ଦ୍ୱିତୀୟ ବାଲଟ ପେପର ଜାରି ଘଟଣାରେ ବିଜେଡିର ଅଭିଯୋଗ ଉପରେ ଶୀଘ୍ର ଶୁଣାଣି ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଭାରତର ନିର୍ବାଚନ ଆୟୋଗ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଔପଚାରିକ ଭାବରେ ଜଣାଇଛନ୍ତି ଯେ ବିଜେଡି ପ୍ରତିନିଧି ମଣ୍ଡଳୀମାନଙ୍କୁ ଶୀଘ୍ର ସମୟ ଦିଆଯିବ। ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଦେଇଥିବା ଏକ ସ୍ମାରକ ପତ୍ର ପ୍ରସଙ୍ଗରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପରବର୍ତ୍ତୀ ଖବର ସ୍ୱାଧୀନତା ପରଠାରୁ ସର୍ବାଧିକ ମତଦାନ ପାଇଁ ପଶ୍ଚିମବଙ୍ଗ ଜନତାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟ ନିର୍ବାଚନ କମିଶନର। ପଶ୍ଚିମବଙ୍ଗ ଭୋଟରଙ୍କୁ ଧନ୍ୟବାଦ। ନିର୍ବାଚନ ଆୟୋଗ ଏହି ଐତିହାସିକ ଉପଲବ୍ଧି ପାଇଁ ପଶ୍ଚିମବଙ୍ଗର ପ୍ରତ୍ୟେକ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ସିଓଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏହା ଚୂଡାନ୍ତ ତଥ୍ୟ ନୁହେଁ। ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ସର୍ବାଧିକ 93.39% ଭୋଟ ପଡିଛି। ସବୁଠୁ କମ୍ ଭୋଟ ଦକ୍ଷିଣ କୋଲକାତା ନିର୍ବାଚନ ଜିଲ୍ଲାରେ 87.25% ରହିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର 2 ପର୍ଯ୍ୟାୟ ଭୋଟ ଗ୍ରହଣରେ ରେକର୍ଡ ମତଦାନ ପାଇଁ ରାଜ୍ୟର ଭୋଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପରବର୍ତ୍ତୀ ଖବର ବେଙ୍ଗାଲୁରୁରେ ଭୀଷଣ ବର୍ଷା ଯୋଗୁଁ ଭୁଶୁଡି ପଡ଼ିଲା ହସ୍ପିଟାଲ ପାଚେରୀ। 2 ପିଲାଙ୍କ ସମେତ 7 ମୃତ ଅନେକ ଆହତ। ମୃତକଙ୍କ ଲାଗି କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଶିବାଜୀ ନଗର ସ୍ଥିତ ବୋବରିଂ ଆଣ୍ଡ ଲେଡି କର୍ଜନ ହସ୍ପିଟାଲର ପାଚେରୀ କାନ୍ଥ ବୁଧବାର ସନ୍ଧ୍ୟାରେ ଭୀଷଣ ବର୍ଷା ଯୋଗୁଁ ଭୁଶୁଡି ପଡ଼ିଛି। ଏହି ଦୁର୍ଘଟଣାରେ ଅନନ୍ୟ 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଦୁର୍ଘଟଣା ବୁଧବାର ସନ୍ଧ୍ୟାରେ ଭୀଷଣ ବର୍ଷା ପବନ ଯୋଗୁଁ ହୋଇଛି। ମୃତକଙ୍କ ମଧ୍ୟରେ 2 ଜଣ ପିଲା ଥିବାବେଳେ ବାକି ଫୁଟପାଥ ଦୋକାନୀ ଓ 2 ପଥଚାରୀ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ପ୍ରତି ମୃତକଙ୍କ ପରିବାରଙ୍କୁ 5 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ ଓ ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ କୁହାଯାଉଛି। ପରବର୍ତ୍ତୀ ଖବର ଭୂମିକମ୍ପ ଝଟକାରେ ଥରିଲା କଳାହାଣ୍ଡି। ଭୂମିକମ୍ପ ଝଟକାରେ ଥରିଛି କଳାହାଣ୍ଡି। ବୁଧବାର ସନ୍ଧ୍ୟା ପ୍ରାୟ 7:43 ସମୟରେ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। ଜିଲ୍ଲା ମହକୁମା ସମେତ ଜୁନାଗଡ଼, ଧର୍ମଗଡ଼, କେକସାରା, ଜୟପାଟନା, କଲମପୁର, ଉତ୍କେଳା ଆଦି ଅଞ୍ଚଳରେ ପ୍ରାୟ 20 ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଘରର ବାସନକୁସନ ଶବ୍ଦ ହେବା ସହିତ ଅନ୍ୟାନ୍ୟ ଆସବାବ ପତ୍ର ହଲିବା ସାଙ୍ଗକୁ କେତେକ ସ୍ଥାନରେ ଘର କାନ୍ଥ ହଲିବା କୁହାଯାଉଛି। ପରବର୍ତ୍ତୀ ଖବର ରାସନ ଚାଉଳରେ ପ୍ଲାଷ୍ଟିକ। ଭଦ୍ରକରୁ ଆସିଲା ସଙ୍ଗୀନ ଅଭିଯୋଗ, ବଢିଲା ଆତଙ୍କ। ରାସନରେ ମିଳୁଥିବା ସରକାରୀ ଚାଉଳକୁ ନେଇ ପୁଣି ଉଠିଲା ବଡ ପ୍ରଶ୍ନ। ଚାଉଳ ବସ୍ତାରେ ପ୍ଲାଷ୍ଟିକ ଚାଉଳ ମିଶିଥିବା ନେଇ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି, ଯାହା ସାଧାରଣ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦିବାଲି ବ୍ଲକ ଅନ୍ତର୍ଗତ ବାଲିପାଟଣା ଗାଁରେ। ସଠିକ ସୂଚନା ଏବଂ ସଚେତନତା ଅଭାବରୁ ସାଧାରଣ ବଣ୍ଟନ ବ୍ୟବସ୍ଥା ପିଡିଏସ୍କୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପରବର୍ତ୍ତୀ ଖବର ମେ ମାସଠାରୁ ମହଙ୍ଗା ହେବ ଧୂମପାନ। ସିଗାରେଟ ମୂଲ୍ୟରେ ହୋଇପାରେ 17% ବୃଦ୍ଧି। ମହଙ୍ଗା ହୋଇପାରେ ସିଗାରେଟ। ଆସନ୍ତା ମାସଠାରୁ ଭାରତରେ ସିଗାରେଟ ପିଇବା ମହଙ୍ଗା ହୋଇପାରେ। ମିଡିଆ ରିପୋର୍ଟ ଅନୁଯାୟୀ ପ୍ରମୁଖ ସିଗାରେଟ କମ୍ପାନୀ ଆଇଟିସି ଏବଂ ଗଡଫ୍ରେ ଫିଲିପ୍ସ ମେ ମାସରେ 17% ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିପାରନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଏପ୍ରିଲ 29 ତାରିଖରେ ଏହି କମ୍ପାନୀଗୁଡ଼ିକର ସେୟାର 6.5% ପର୍ଯ୍ୟନ୍ତ ବୃଦ୍ଧି ପାଇଛି।